ସେଥିପାଇଁ ଗତକାଲି ମଧ୍ୟ ଜିଲ୍ଲାପାଳ ସମ୍ମିଳନୀ ପ୍ରଥମ ଦିନରେ ଏମିତି କିଛି ସ୍ପର୍ଶକାତର କଥା ନିଜେ ଅଙ୍ଗେ ନିଭେଇଥିବା କଥାକୁ ମଧ୍ୟ ଉପସ୍ଥାପନା କରିଥିଲି। ହୁଏତ କାହା ମନରେ କଷ୍ଟ ହୋଇଥିବ ଯେ ଏ କଥା ଏ ସଭା ମଧ୍ୟ କାହିଁକି, କିନ୍ତୁ ବେଳେ ବେଳେ କଷ୍ଟ ବି ଲାଗେ ଯେ ମୁଁ ଯଦି ଏହା ସଭା ମଧ୍ୟ ପ୍ରକାଶ ନ କରିଥାନ୍ତି, ଏହା ଯଦି ବ୍ୟକ୍ତିଗତ ହିସାବରେ କୋଉ ଜାଗାରେ କାହାକୁ କହିଥାନ୍ତି, ତାହେଲେ ଆମ ଭିତରେ ସଂସ୍କାର ଭାବନା କିମ୍ବା କାହାର ବି କୋଉଠି ଦୋଷ ତ୍ରୁଟି ଥାଇପାରେ, କିନ୍ତୁ ତାହା ସାମଗ୍ରିକ ଭାବରେ ଆମେ ଆମର କର୍ତ୍ତବ୍ୟରେ ସୁଧାର ଆଣିବାର ହୁଏତ ଗୋଟେ କମ୍ୟୁନିକେସନ ଗ୍ୟାପ୍ ରହିଥାନ୍ତା। ଆଉ ତାକୁ ଆଧାର କରି ଆଜି ମୁଁ ତ ନିଜେ ପରମ ସୌଭାଗ୍ୟ ଭାବରେ ମନେ କରୁଛି ଯେ ଏମିତି ବହୁତ ଘଟଣା ଘଟିଛି, କିନ୍ତୁ ଆଜି ମୋ ପକ୍ଷରେ ଯେଉଁ ଘଟଣା ଘଟିଥିଲା ସେ ଆପଣଙ୍କର ଆଇଏଏସ୍ ଅଫିସରଙ୍କର କ୍ଷେତ୍ରରେ ହେଉ କିମ୍ବା ଆଇପିଏସ୍ କଥା ମୁଁ କହିବି ନାହିଁ, ଯେଉଁ ପୁଲିସ ବିଭାଗର ଅଧିକାରୀମାନଙ୍କର କଥା ମୁଁ କହିବି, ଏ କଥାକୁ ଅଙ୍ଗେ ଲିଭେଇଥିବା କାରଣରୁ ତାର ଆବଶ୍ୟକତା ମନେ କରି ଏବଂ ଆଗାମୀ ଦିନରେ ନୂଆ ସରକାର ଆସିଛନ୍ତି, ଆଉ ସେଦିନର ସକାଳର ପଖାଳ ଆଜି ଆଉ ନାହିଁ ବୋଲି ଏକଥା କହିବାର ଅର୍ଥ ଦୀର୍ଘ ଲମ୍ବା 24 ବର୍ଷ ସମୟ ଅବଧି ଭିତରେ ଆଜି ଓଡ଼ିଶାରେ ଏକ ନୂଆ ସରକାର ଆସିଛନ୍ତି ଏବଂ ଶାସନର ପରିବର୍ତ୍ତନ ଆଣିଛନ୍ତି। ତାକୁ ଆଧାର କରି ଆମ ସମସ୍ତଙ୍କୁ ଯିବା ପାଇଁ ପଡ଼ିବ ଏବଂ ଓଡ଼ିଶାରେ ଯେଉଁ ଦଣ୍ଡବିଧାନର ହାର ଏବେ ଯେଉଁ ମୁଁ ଉଲ୍ଲେଖ କଲି ଯେ ଯେଉଁ ପରିସ୍ଥିତି ଦେଇକି ଆଜି ଆମେ ଗତି କରୁଛନ୍ତି ଏବଂ ଅନ୍ୟ ରାଜ୍ୟ ସହିତ ମଧ୍ୟ ତାର ତୁଳନାତ୍ମକ ଚିତ୍ର ଯଦି ଆମେ ଦେଖିବା ତାହେଲେ ଆମେ ବହୁତ ପଛରେ ଅଛନ୍ତି। ଆଉ ସେଇ କାରଣରୁ ମୁଁ ଏମିତି କିଛି ଉଦାହରଣ ଦେବାର ଏ ବାସ୍ତବତା ଭିତରକୁ ଯିବା ପାଇଁ ଚାହିଁଲି, ଏଥିପାଇଁ ଆପଣମାନେ ବି ସମସ୍ତେ ଜାଣନ୍ତୁ ଏବଂ ଆମେ ଯେଉଁମାନେ ଏ କାମରେ ତ୍ରୁଟି ଯେଉଁମାନଙ୍କର ରହୁଛି ଆମେ ସୁଧାରି ଯିବା ଦରକାର। ଏ କଥାକୁ ସନ୍ଦେଶ ଆଜି ମୁଁ ଏହି ସଭାରେ ଦେଲେ କାଲି ସଭା ବାହାରେ ଯେଉଁମାନେ କାର୍ଯ୍ୟରତ ଅଧିକାରୀମାନେ ଅଛନ୍ତି ସେମାନଙ୍କ ପାଖକୁ ହୁଏତ ମେସେଜ ବି ଯାଇପାରି ନଥାନ୍ତା। ସମସ୍ତଙ୍କ ପାଖକୁ ଏ କଥା ଯାଉ ଏବଂ ଆମେ ସୁଧାରି ଯିବା ଏବଂ ଯେହେତୁ ଏ ଓଡ଼ିଶାକୁ ନିଜେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀଜୀ ବହୁତ ଆଗକୁ ନେବା ପାଇଁ ଚାହୁଁଛନ୍ତି, ପୂର୍ବୋଦୟର କଥା କହିଛନ୍ତି ଏବଂ ଏ ଓଡ଼ିଶାକୁ ବିକାଶର ରେଳରେ ପ୍ରଥମ ବୋଗୀ ହେବା ପାଇଁ ଚାହୁଁଛନ୍ତି। ଆଉ ସେଥିପାଇଁ ଆମ ସମସ୍ତଙ୍କୁ ଦିନ ରାତି 24 ଘଣ୍ଟା ଏକ କରି କାମ କରିବାର ଆବଶ୍ୟକତାକୁ ଏଠି ନିଶ୍ଚିତ ଭାବରେ ମୁଁ ଆବଶ୍ୟକତା ମନେ କରେ। ଆଉ ସେଇଥିପାଇଁ ମୁଁ ନିଜେ ମଧ୍ୟ ଯେତେବେଳେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଉଛି ସେତେବେଳେ ସମସ୍ତଙ୍କର ଅଭିଯୋଗ ଯେତେବେଳେ ମୁଁ ଶୁଣୁଛି, ଆଉ ଯେଉଁମାନେ ଅତି ସମାଜର ନିମ୍ନ ସ୍ତରରେ ଅଛନ୍ତି ସେ ଭିକାରୀଟିଏ କିମ୍ବା ନେଡ଼ି ପର୍ସନଟିଏ ସିଏ ମଧ୍ୟ ଯେତେବେଳେ ଭେଟିବାର ସୁଯୋଗ ପାଉଛି, ଥରେ ମୋ ଘରକୁ କିଛି ଲୋକ ଆସିଥିଲେ ଭେଟିବା ପାଇଁ, ଆଉ ସେ ସୋମବାରରେ ଆମର ଗ୍ରିଭାନ୍ସ ଅଭିଯୋଗ ପ୍ରକୋଷ୍ଠର ସେଦିନ ବନ୍ଦ ଥିଲା ଏକ କାରଣରୁ।